ସହରର ଏଡିଏମ୍ ଛକରୁ ପୋଡ଼ାପଦା ରଜାବଗିଚା ରାସ୍ତାର ଜବରଦଖଲ ଉଚ୍ଛେଦ। ବାଲେଶ୍ୱର ପୌରପାଳିକାର ଏଡିଏମ୍ ଛକରୁ ରଜାବଗିଚା ରାସ୍ତାର ପୋଡ଼ାପଦା ଛକ ପର୍ଯ୍ୟନ୍ତ ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଆଜି ଉଚ୍ଛେଦ ନେଇ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଥିଲା। ପୂର୍ବାହ୍ନ 10:30 ସମୟରେ ଏନଫୋର୍ସମେଣ୍ଟ ଟିମ୍ ପୋଲିସ ସହାୟତାରେ ଜେସିବି ନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ରାସ୍ତା ପାର୍ଶ୍ୱ ନାଳ ଉପରେ ବସିଥିବା ପ୍ରାୟ 60ରୁ 70ଟି ଉଠା ଦୋକାନକୁ ଉଚ୍ଛେଦ କରାଯାଇଛି। ଏନଫୋର୍ସମେଣ୍ଟ ଟିମ୍ର ଅଧିକାରିଣୀ ଇତିଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଇଛି।